অভয়বাণী অভয়বাণী অভয়বাণী। ଜୟଗୁରୁ ଜୟଗୁରୁ ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିଭୂତ ପ୍ରଣତି। ସମସ୍ତ ଗୁରୁ ଭାଇ ମା ଓ ସମସ୍ତ ସୁଧୀବୃନ୍ଦଙ୍କୁ ମୋ ଜୟଗୁରୁ ପ୍ରୀତି ସମ୍ଭାଷଣ ଓ ଭକ୍ତିଭୂତ ପ୍ରଣତି। ଆଜି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀ ହସ୍ତଲିଖିତ ଅଭୟବାଣୀ ପ୍ରଥମ ଖଣ୍ଡର 18 ନମ୍ବର ବାଣୀ ପାଠ କରିବାକୁ ଯାଉଛି। ମୁଁ ତୁମମାନଙ୍କର ଗୁରୁ, ତୁମମାନେ ମୋତେ ଗୁରୁତ୍ୱରେ ବରଣ କରିଅଛ। ସୁତରାଂ ଆଧ୍ୟାତ୍ମିକ ଜଗତକୁ ଉନ୍ନତ ହେବାକୁ ତୁମମାନଙ୍କର କ'ଣ ପ୍ରୟୋଜନ ତାହା ମୁଁ ଜଣାଇଦେବି। ସେ ଦାୟିତ୍ୱ ମୋର। ଲୋକଙ୍କ ଦେଖାଦେଖି ଗୋଟେ କିଛି କରିବି ବୋଲି ନାଚି ଉଠିବା ବୁଦ୍ଧିମାନର କର୍ତ୍ତବ୍ୟ ନୁହେଁ। ମାଆଙ୍କ କୃପା ହିଁ ତାଙ୍କ ଚରଣ ପ୍ରାପ୍ତିର ମୂଳ। ଆନୁଷ୍ଠାନିକ କାର୍ଯ୍ୟାଦି ଉପଲକ୍ଷ ମାତ୍ର। ବତ୍ସ ମୂଳ ଛାଡ଼ି ସ୍ଥୂଳରେ ଦୃଷ୍ଟି ରଖନା। ଯେଉଁ କାର୍ଯ୍ୟ ଦେଇଛି ତାହା ହିଁ ଯଥେଷ୍ଟ। ପ୍ରାଣ ଭରି ନାମ ନିଅ, ଆଉ କିଛି କରିବାକୁ ପଡ଼ିବ ନାହିଁ। ଏଇ ବାଣୀଟି ଆମର ଠାକୁରଙ୍କର ଯେଉଁ ଚିଠି ପ୍ରଥମ ଖଣ୍ଡର 82 ନମ୍ବର ଚିଠିରୁ ଆସିଛି। ଏଥିରେ ଜଣେ ଭାଇଙ୍କ ପାଖକୁ ଠାକୁର ଲେଖିଛନ୍ତି ଯେ ସେ ତାଙ୍କର ମାନସିକ ଅବସ୍ଥା ଠାକୁରଙ୍କ କତିକି ଲେଖି ଜଣାଇଛନ୍ତି। ଠାକୁରଙ୍କର ଯେଉଁ ସୁସଂଗଠିତ ପଥରେ ପରିଚାଳିତ ହେବା କଥା, ଯେଉଁ ଆଧ୍ୟାତ୍ମିକ ଧାରାରେ ପରିଚାଳିତ ହେବା କଥା, ବୋଧହୁଏ ଭାବୁଛି ସେଥିରୁ ସେ ଟିକେ ବିଚ୍ୟୁତ ହୋଇଯାଇଥିଲେ। ତାପରେ ନିଜର ଭୁଲ ବୁଝିପାରି ସେ ଠାକୁରଙ୍କ କତିକି ଚିଠି ଲେଖିଛନ୍ତି। ଠାକୁର ସେଇ ଚିଠିର ଉତ୍ତରରେ ଲେଖିଛନ୍ତି, ତୁମେ ନିଜର ତ୍ରୁଟି ବୁଝିପାରିଛ ଏବଂ ଭବିଷ୍ୟତ ପାଇଁ ସତର୍କ ହୋଇଅଛ, ଜାଣି ଖୁସି ହେଲି। ଦେହ ସଂଯମ, ବାକ୍ୟ ସଂଯମ ଓ ଚିତ୍ତ ସଂଯମ, ଏ ତ୍ରିବିଧ ସଂଯମରେ ହିଁ ହିନ୍ଦୁର ଧର୍ମ। କୌଣସି କାରଣରୁ ଦେହ, ମନ ଓ ଚିତ୍ତର ଚଞ୍ଚଳତା ଜନ୍ମିବାକୁ ନ ଦେବା ହିଁ ପୁରୁଷାର୍ଥ। କିନ୍ତୁ ପ୍ରାୟ ଯଦି ବିଚାର କରାଯାଏ, ଆମ ଭିତରେ ଅଧିକାଂଶଙ୍କ ଭିତରେ ଏଇ କ୍ରିୟାଟା ଠିକ୍ ଏଇ ଭାବରେ ହେଉଛି। ଯେଉଁଟା ଠାକୁର କହିଲେ ନ ହେବା କଥା ଆମ ଭିତରେ ଏଇଟା ହେଉଛି। ଯେଉଁଟାକି ଦେହ ସଂଯମ, ବାକ୍ ସଂଯମ। ବାକ୍ ସଂଯମଟା ଏତେ ବିଗିଡ଼ି ଯାଇଛି ବର୍ତ୍ତମାନ, ଯେଉଁଟାକି ଆମେ ସମସ୍ତେ ଚେଷ୍ଟା କରିବା ଠାକୁରଙ୍କର ଏଇ ଯେଉଁ ଆଦେଶ ତାକୁ ଯତ୍ପରନାଚି ଚେଷ୍ଟା କରିବା ଯେ ଆମେ ସବୁବେଳେ ବାକ୍ ସଂଯମ ହେବା ପାଇଁ। ଠାକୁରଙ୍କ ସଂସାରରେ ଆମେ ହଠାତ୍ ଉତ୍କ୍ଷିପ୍ତ ହୋଇଯିବା କି କୌଣସି ଗୁରୁ ଭାଇ ମଧ୍ୟରେ ବଚସା ହେବା, ବ୍ୟବହାରିକ ତ୍ରୁଟି କରିବା, ଏସବୁ ଜିନିଷ ପ୍ରତି ଆମେ ସଂଯତ ରହିବା। ଆଉ ଯେତେ ପାରିବା ଆମେ ସମସ୍ତେ ଆନନ୍ଦରେ କେମିତି ସମସ୍ତେ ମିଳିମିଶି ରହିପାରିବା। ଯଦି କେହି ଜଣେ ବି ଏଇ ଧାରାରୁ ଟିକେ ବିଚ୍ୟୁତ ହୋଇକି ବିରକ୍ତ ହୋଇଯାଇଛନ୍ତି କୌଣସି କାରଣରୁ, ତାଙ୍କୁ ଆମେ ଚେଷ୍ଟା କରିବା ସହଜ ସରଳ ଉପାୟରେ ବୁଝେଇକିରି ପରିବର୍ତ୍ତନ କରିବା ପାଇଁ। କିନ୍ତୁ ଜଣେ ଯେତିକି ବାକ୍ ସଂଯମ ହରାଉଛନ୍ତି, ଆମେ ଯେତେବେଳେ ତାର ପ୍ରତିବାଦ କରୁଛେ ବା ପ୍ରତ୍ୟୁତ୍ତର ଦେଉଛେ, ଆମେ ତାଠାରୁ ଅଧିକା ବାକ୍ ସଂଯମ ହରାଉଛେ। ଏଇଟା ବର୍ତ୍ତମାନ ଆମର ବେଶୀ ଦୁଃଖ ସାରସ୍ୱତ ଜଗତରେ। ଯାହା ହଉ ଠାକୁର ସେଇଥିପାଇଁ କହୁଛନ୍ତି ଯେ ଦେହ, ମନ ଓ ଚିତ୍ତର ଚଞ୍ଚଳତା ଜନ୍ମିବାକୁ ନ ଦେବା ହିଁ ପୁରୁଷାର୍ଥ। ଯଦି ଆମେ ପ୍ରକୃତିରେ ଆମେ କହୁଛେ ଆମେ ପୁରୁଷ ବା ଆମର ପୁରୁଷାର୍ଥ ଅଛି, ତାହେଲେ ଆମେ ଏଇ 3ଟା ଜିନିଷକୁ ଯଦି ଆମେ ସଂଯତ କରି ରଖିପାରିବା, ତାହେଲେ ପ୍ରକୃତ ଆମେ ପୁରୁଷ। ସତ୍ୟ ଯାହାର ଜୀବନର ଲକ୍ଷ୍ୟ, ଭ୍ରମରେ ମଧ୍ୟ ଯେପରି ତାକୁ ଅସତ୍ୟ ବ୍ୟବହାର କରିବାକୁ ନ ହୁଏ। ତେଣୁ ଆମେ ଯଦି ସବୁବେଳେ ଲକ୍ଷ୍ୟ ରଖିଛେ ଆମେ ସତ୍ୟ କହିବା, ସତ୍ୟ ପଥରେ ଚାଲିବା, ତାହେଲେ ଆମେ କେବେ ବି ଚେଷ୍ଟା କରିବାନି ଅସତ୍ୟ ପଥରେ ଚାଲିବା ପାଇଁ। ସୁତରାଂ ଜାଣି ଶୁଣି ବୁଝି ଭାବି ତେବେ ଯାଇ କଥା କହିବାକୁ ପଡ଼ିବ। ତେଣୁ ଆମେ ସବୁ କଥା ଶୁଣିବା, ବୁଝିବା। ହଠାତ୍ ଜଣେ ପଦେ କହିଲା ବେଳକୁ ଆମେ ତାର ବାକ୍ୟ ଶେଷ ହେଇନି, ଆମେ ତାର ପ୍ରତି ଉତ୍ତର କରିଦେଉଛେ, ଯେଉଁଟାକି ବେଶୀ ଭୁଲ ହେଉଛି। ସେ କଥା ଠାକୁର କହୁଛନ୍ତି ଯେ ସବୁବେଳେ ପ୍ରକୃତ କଥାଟା ଶୁଣିବ, ତାକୁ ଅନୁଭବ କରିବ, କାହିଁକି ସେ ଲୋକ ଏ କଥା କହିଲା, କ'ଣ ପାଇଁ ଏ କଥା ହେଲା, ତାପରେ ଯାଇକି ତାର ଉତ୍ତରଟା ମାନେ ଯଥା ମାର୍ଗରେ ବା ଠିକ୍ ଭାବରେ ପ୍ରଦାନ କରିବ, ଯେଉଁଥିରେ କି ତା ମନ ଭିତରେ କଷ୍ଟ ହେବ ନାହିଁ। କିନ୍ତୁ ପ୍ରତିକାର କରିବା ଉଚିତ, ପ୍ରତିବାଦ ନୁହେଁ, ପ୍ରତିକାର କରିବା ଉଚିତ। ଆମେ କ'ଣ କରୁଛେ, ସାଙ୍ଗେ ସାଙ୍ଗେ ପ୍ରତିବାଦ କରିଦେଉଛୁ, ଯେଉଁଟାକି ଠାକୁରଙ୍କ ଧାରା ନୁହେଁ। ସେଥିପାଇଁ ଆମ ଭିତରେ ମତାନ୍ତର ବା ମନାନ୍ତର ତ ହେଉନି, ମତାନ୍ତର ସୃଷ୍ଟି ହେଉଛି। ତେଣୁ ଠାକୁର ଏଇ ଯେଉଁ କଥା କହିଲେ, ଆମେ ସବୁବେଳେ ସାରସ୍ୱତ ଜଗତରେ ଦେଖିବା ଯେ ଯେହେତୁ ଆମେ ଏକ ପିତାର ସନ୍ତାନ, ଆମ ଭିତରେ ମତାନ୍ତର ହୋଇପାରେ,
କିନ୍ତୁ ଯେମିତି ମନାନ୍ତର ନ ହେବ ସେଥିପ୍ରତି ବିଶେଷ ଭାବରେ ଦୃଷ୍ଟି ଦେବା। ଆଉ ୟାକୁ ଦୃଷ୍ଟି ଦେବାକୁ ହେଲେ ଏ ଯେଉଁ କଥା ଠାକୁର ବାରମ୍ବାର କହିଲେ କ'ଣ ନା ଦେହ ସଂଯମ, ବାକ୍ ସଂଯମ ଓ ଚିତ୍ତ ସଂଯମ। ଏଇ ଦୁଇଟା ଜିନିଷ ଦେହ ସଂଯମ ଆଉ ବାକ୍ ସଂଯମ ହେଲେ ତାପରେ ଯାଇ ଚିତ୍ତ ସଂଯମ ହେବ। ଯାହାର ଚିତ୍ତ ସଂଯମ ହେଇଯାଇଛି ତାଙ୍କର ଆଉ ଦେହ ସଂଯମ ବାକ୍ୟ ସଂଯମ ଆଉ କରିବାକୁ ପଡ଼ିବନି, ସେ ଆପେ ଆପେ ହେଇଯିବ। କିନ୍ତୁ ସେଇଟା ଶେଷ ସ୍ତର ଚିତ୍ତ ସଂଯମ। ଚିତ୍ତ ସଂଯମ ହେବାକୁ ହେଲେ ପ୍ରଥମେ ଆମେ ଦେହ ସଂଯମ, ଏଇଟା ସ୍ଥୂଳ। ତାପରେ ବାକ୍ ସଂଯମ, ସେଇଟା ଆଉ ଟିକେ ସ୍ଥୂଳ। ତାକୁ ଦୁଇଟାକୁ ଯଦି ଆମେ ପାରି ହେଇଯିବା ତାହେଲେ ଆମେ ଧୀରେ ଧୀରେ ଅନ୍ତଃସ୍ଥଳରେ ସୂକ୍ଷ୍ମ ଭାବରେ ଆମର ଚିତ୍ତ ସଂଯମ ହେଇଯିବ। ଆଉ ଯେଉଁଟାକି ଠାକୁର କହିଲେ ଆମେ କେବଳ ହିଁ ଆନନ୍ଦ ଅନୁଭବ କରିପାରିବା। ଆଉ ଲୋକମାନଙ୍କ ପ୍ରତି ଆମର ବ୍ୟବହାର ମଧ୍ୟ ଠିକ୍ ଭାବରେ ରହିବ। ବାଣୀ ମାଧ୍ୟମରେ ଠାକୁର ଯେଉଁ କଥା କହିଲେ ଯେ ମୁଁ ତୁମମାନଙ୍କର ଗୁରୁ, ତୁମମାନେ ମୋତେ ଗୁରୁତ୍ୱରେ ପୂରଣ କରୁଛ। ଆମର କ'ଣ ହେବ ନ ହେବ ସେ କଥା ତାଙ୍କ ଉପରେ ନିର୍ଭର। ଆମେ ଶରଣାଗତି ଭାବରେ ତାଙ୍କ ପାଖରେ ଛାଡ଼ିଦେବା। ଯଦି ଆମେ ଠାକୁରଙ୍କୁ ଠିକ୍ ଭାବରେ ଗୁରୁ ଭାବରେ ବରଣ କରିଛେ ବା ଆମ ଅନ୍ତର ମଧ୍ୟରେ ଆମର ସେତିକି ଗୁରୁତ୍ୱ ଆମେ ଠାକୁରଙ୍କୁ ଦେଇଛେ, ତାହେଲେ ଆମେ ଆମ କଥା କାହିଁ ଚିନ୍ତା କରୁଛେ? ସେ କଥା ଠାକୁର କହୁଛନ୍ତି ତମର ଆଧ୍ୟାତ୍ମିକ ଜଗତର ଉନ୍ନତି କେମିତି ହେବ, କ'ଣ କଲେ ତମ ଭିତରେ ସେଇ କ୍ରିୟାଟା ଉନ୍ନତ ମାର୍ଗକୁ ଯିବ ତାହା ବ୍ୟବସ୍ଥା ମୁଁ କରିବି। ସେଥିପାଇଁ ତୁମମାନେ ବ୍ୟସ୍ତ ହୁଅନି। ସେଇ କଥା ବାରମ୍ବାର ଠାକୁର କହୁଛନ୍ତି ଯେ ଲୋକ ଦେଖାଣିଆ ଗୋଟେ କିଛି କରିକି ନାଚି ଉଠିବା, ଆମେ ଏମିତି କରିଦେବା, ଏଇଟା ହେବ ସେଇଟା ହେବ, ଏମିତି ଷ୍ଟେଜ୍ ହେବ, ଏମିତି ପେଣ୍ଡାଲ ହେବ, ଏମିତି କଲେ ଏମିତି ଆଉ ଟିକେ ସୁନ୍ଦର ଦେଖାହେବ, ଏସବୁ ଜିନିଷ ବାହ୍ୟ ଜିନିଷ କରାଯାଉ। ସମସ୍ତଙ୍କ ଭିତରେ ଗୋଟେ ଆନନ୍ଦ ଆସିବା ପାଇଁ ବା ଗୋଟେ ପରିବେଶ ସୃଷ୍ଟି କରିବା ପାଇଁ ସେଇଟା କରାଯାଉ, କିନ୍ତୁ ଅତ୍ୟଧିକ କରା ନଯାଉ, ଯେଉଁଟାକି ଠାକୁର ଭଲ ପାଆନ୍ତିନି। ତେଣୁ ଠାକୁର ଯେଉଁଟା ଭଲ ପାଆନ୍ତିନି ଆମେ ତାକୁ କରିବା ଉଚିତ ନୁହଁ। କିନ୍ତୁ ତା ମାନେ ନୁହେଁ ଯେ ଆମେ କରିବାନି, ସବୁ କରିବା। କିନ୍ତୁ ସେ କଥା ଠାକୁର କହୁଛନ୍ତି ଆନୁଷ୍ଠାନିକ କର୍ମାଦି ଉପଲକ୍ଷ୍ୟ ମାତ୍ର, ଲକ୍ଷ୍ୟ ସେଇଟା ନୁହଁ। ଏବେ ଆମେ ସାର୍ବଭୌମ ସମ୍ମିଳନୀର ବ୍ୟବସ୍ଥା ସବୁ ଦେଖିକି ଆସିଲେ କେତେ ସୁନ୍ଦର ଭାବରେ ବ୍ୟବସ୍ଥା କରାହେଇଥିଲା। ସେ ବ୍ୟବସ୍ଥାର ଆବଶ୍ୟକତା ଅଛି, କିନ୍ତୁ ଆମେ ଯିବା କେବଳ ସେଠି ଯିବା, ଖାଇବା ପିଇବା, ବସିବା, ଉଠିବା, ଆସିବା, ଯେଉଁଟା ଆମର ଲକ୍ଷ୍ୟ ଯେ ଆଧ୍ୟାତ୍ମିକ ଖୋରାକ ବର୍ଷକ ପାଇଁ ଆମେ କ'ଣ ସବୁ ଶୁଣିକି ଆସିଛେ। ଯଦି ଏଇ କଥା ବର୍ତ୍ତମାନ ବିଭିନ୍ନ ସ୍ତରରେ ସବୁ ସଂଖ୍ୟାରେ ପଚରାଯାଏ, କେତେ ଭାଇ ଓ ମାଆ ମାନେ ଉତ୍ତର ଦେଇପାରିବେ? ସେଇଟା ହେଉଛି ଆନନ୍ଦ। ଯଦି ଅଧିକାଂଶ ଭାଇ ଓ ମାଆ ମାନେ ଗୋଟିଏ ଗୋଟିଏ ବାକ୍ୟ ବି କହନ୍ତି ମୁଁ ଆଜି ସମ୍ମିଳନୀରେ ଏ ଠାକୁରଙ୍କର ଏଇ ଉପଦେଶଟା ଶୁଣିକି ଆସିଲି, ବି ସେ ଭାଇ ବା ସେ ସନ୍ନ୍ୟାସୀ ଏଇ କଥା କହୁଥିଲେ, ଏଇଟା ଭାରି ଉପାଦେୟ କଥାଟା, ସେ ଉପାଦେୟ କଥାଟା ଆମେ ଗ୍ରହଣ କରିକି ଆସିଛୁ। ଯଦି ସଂଘମାନଙ୍କର ଏଇ କଥା ଆଲୋଚନା ହୁଏ, ଯେଉଁ ଭାଇମାନେ ଶୁଣିନାହାନ୍ତି ସେମାନେ ଶୁଣିବେ, ଭାବର ଆଦାନ ପ୍ରଦାନ ହେବ। ତେଣୁ ଏଇସବୁ ଜିନିଷ ଉଦ୍ଦେଶ୍ୟ ଠାକୁର କହୁଛନ୍ତି ଏଇଟା ଉପଲକ୍ଷ୍ୟ, ଲକ୍ଷ୍ୟ ହେଉଛି ସେଇଟା। ସେଥିପାଇଁ ଠାକୁର କହୁଛନ୍ତି ମୂଳ ଛାଡ଼ି ସ୍ଥୂଳରେ ଦୃଷ୍ଟି ଦିଅ ନାହିଁ। ଯେଉଁ କାର୍ଯ୍ୟ ଦେଇଛି ତାହା ହିଁ ଯଥେଷ୍ଟ। ଯାହାକୁ ଯେଉଁ କାର୍ଯ୍ୟ ଦିଆହେଇଛି ଠାକୁର ଯେଉଁ କାହାକୁ ସେ ଗୋଟେ ଜାଗାରେ କହିଛନ୍ତି ମୁଁ କାହାକୁ ବିଭାଗ ସଦସ୍ୟ କରିଛି, କାହାକୁ ଜିଲ୍ଲା ସଦସ୍ୟ କରିଛି, କାହାକୁ ସାଧୁ ସନ୍ନ୍ୟାସୀ କରିଛି, କାହାକୁ ଆଶ୍ରମ ଅଭିଜ୍ଞା କରିଛି, ତା ଦେହରେ ତୁମେ କେହି ହସ୍ତକ୍ଷେପ କରନି। ମୋ କାର୍ଯ୍ୟାଳୟ ହସ୍ତକ୍ଷେପ କରିବା ମାନେ ସେଇଟା ବିପଦକୁ ଡାକି ଆଣିବା। ତେଣୁ ଆମେ ବୁଝି ନେବା ଯେ ଆମକୁ ଠାକୁର ଏତିକି ଦାୟିତ୍ୱ ଦେଇଛନ୍ତି, ଆମକୁ ଠାକୁର ଦେଲେ କ'ଣ ପରିବେଷଣ ଦାୟିତ୍ୱ ଦିଆହେଲା, ଆମେ ସେଇ ପରିବେଷଣଟା କେମିତି ଭଲ ଭାବରେ କରିପାରିବା, ଶୃଙ୍ଖଳିତ ଭାବରେ କରିପାରିବା, ଭକ୍ତ ମନରେ ଆନନ୍ଦ ଦେଇକି ତାଙ୍କ ପ୍ରସାଦ ସେବନ କରାଇପାରିବା, ସେତିକି ଚିନ୍ତା କରିବା। ଯାହାକୁ ରୋଷେଇ ଦାୟିତ୍ୱ ଦିଆ ସିଏ ଚିନ୍ତା କରିବ ଯେ ମୁଁ କିଭଳି ଭଲ ଭାବରେ ରୋଷେଇ କଲେ ଭକ୍ତମାନେ ତାକୁ ଖାଇକିରି ବା ସେ ପ୍ରସାଦ ପାଇକିରି ଆନନ୍ଦ ଅନୁଭବ କରିବେ। ଯେ ପ୍ରତ୍ୟେକର କାର୍ଯ୍ୟ ଠିକ୍ ଠିକ୍ ଭାବରେ କରିଚାଲିବେ, କେହି କାହା ପ୍ରତି ଦୋଷାରୋପ କରିବେ ନାହିଁ। ଠାକୁରଙ୍କର କାର୍ଯ୍ୟ ମଧ୍ୟ ନିଶ୍ଚିତ ଭଲ ଭାବରେ ହେବ। ଆଉ ଯେଉଁ କଥା ଠାକୁର ଆଶା କରିଛନ୍ତି ଯେ ଆମେ ନିଶ୍ଚୟ ଦିନେ ନା ଦିନେ ତାଙ୍କର କାର୍ଯ୍ୟରେ ସହାୟକ ହୋଇ, ତାଙ୍କର ଏ ପାରିର କାର୍ଯ୍ୟରେ ଲୀଳା ସହାୟକ ହୋଇ ଆମେ ତାଙ୍କର ସହାୟକ ହୋଇପାରିବା, ସେଥିପାଇଁ ଆମେ ସବୁବେଳେ ଚେଷ୍ଟା କରିବା। ଆଉ ସେଥିପାଇଁ ଠାକୁର କହୁଛନ୍ତି ଯେ ତୁମମାନେ ମୋର ଆଶୀର୍ବାଦ ଜାଣିବ, ତୁମମାନେ ବିଶେଷ ଭାବରେ ବ୍ୟସ୍ତ ହେବନି। ସେ ଚିଠି ମାଧ୍ୟମରେ ଠାକୁର କହିଛନ୍ତି ଯେ ମୁଁ ସାକ୍ଷାତ ହେଲେ ଆଉ ସବୁ ବିଷୟ ଆଲୋଚନା କରିବି। ତେଣୁ ଆସନ୍ତୁ ଆମେ ଠାକୁର ଯେଉଁ ଆଦେଶ ଦେଇଛନ୍ତି, ଯାହା ଉପଦେଶ ଦେଇଛନ୍ତି, ବା ବିଶେଷ ଭାବରେ ଆମେ ଅନୁଭବ ମନେ ରଖିବା ଯେ ଠାକୁର ଯେଉଁଟାକୁ ଖୁସି ହୁଅନ୍ତି ନାହିଁ ବା ଠାକୁର ଯେଉଁଥିରେ ଆନନ୍ଦିତ ହୁଅନ୍ତି ନାହିଁ, ଆମେ ସେଥିରେ ବେଶୀ ପ୍ରବୃତ୍ତ ହେବା ନାହିଁ। ଯଥାସାଧ୍ୟ ଚେଷ୍ଟା କରିବା ତାକୁ ଠିକ୍ ଭାବରେ ସୁଚାରୁ ରୂପେ ପରିଚାଳନା କରିକି କାର୍ଯ୍ୟ କରି ଚାଲିବା। ଜୟ ଗୁରୁ, ଜୟ ଗୁରୁ।